ସମସ୍ତଙ୍କୁ ସ୍ୱାଗତ ଆଉ ଗୋଟେ ଭିଡ଼ିଓରେ। ଏ ଭିଡ଼ିଓରେ ଆମେ ଆଲୋଚନା କରିବା ଆମର ଟିଜିଟି ଓଡ଼ିଆ ଆଦର୍ଶ ବିଦ୍ୟାଳୟ ଟିଚରମାନଙ୍କ ପାଇଁ ଥିବା କବିତା ରମାକାନ୍ତ ରଥଙ୍କ ଦ୍ୱାରା ରଚିତ କବିତା ଚନ୍ଦ୍ରମାର ଚୁଡ଼ି ଉପରେ। ଚନ୍ଦ୍ରମାର ଚୁଡ଼ି ହେଉଛି ଗୋଟେ କାଳଜୟୀ କବିତା, ଯାହାକୁ ସ୍ୱର୍ଗତ ରମାକାନ୍ତ ରଥ ଲେଖିଥିଲେ। ଆଉ ଏହା ମଧ୍ୟ ଗ୍ରାଜୁଏସନରେ +3 ଟାଇମ୍ରେ ଯେଉଁମାନେ ଓଡ଼ିଆ ଅନର୍ସରେ ପଢ଼ନ୍ତି ସେମାନେ ପଢ଼ନ୍ତି। ତ ଯେଉଁମାନଙ୍କୁ ଏଇଭଳି କବିତା, ବ୍ୟାଖ୍ୟା, ପ୍ରଶ୍ନୋତ୍ତର ଏସବୁ ଦରକାର, ତାହେଲେ ଦୟାକରି ଆମ ସହିତ ଯୋଗାଯୋଗ କରିପାରିବେ। ଆପଣଙ୍କୁ ପେପର୍ 1 ମଧ୍ୟ ଫ୍ରିରେ ମିଳିଯିବ, ପେପର୍ 2ର ସବୁ ମେଟେରିଆଲ ମିଳିଯିବ, କଣ୍ଟେଣ୍ଟ ବ୍ୟାଖ୍ୟା ସହିତ କ୍ୱେଶ୍ଚିନ୍ ଆନ୍ସର। ଚାଲନ୍ତୁ ଆଲୋଚନା କରିବା ଚନ୍ଦ୍ରମାର ଚୁଡ଼ି। ପ୍ରଥମେ କବିତାଟି ପାଠ କରିବା। କବିତାଟି ପାଠ କଲା ପରେ ବହୁତ ଜିନିଷ ମିଳିଯିବ ତା ବିଷୟରେ। ଚନ୍ଦ୍ରମାର ଚୁଡ଼ି। ଚନ୍ଦ୍ରମା ହେଉଛି ଜଣେ ମହିଳା, ଓକେ, ସ୍ତ୍ରୀ ଲୋକଟିଏ। ଚୁଡ଼ି ହେଉଛି ସେ ହାତରେ ପିନ୍ଧିଥିବା ଚୁଡ଼ି, ଯାହାକୁ ଆମେ ବେଙ୍ଗଲ ବୋଲି କହୁଛେ, ଇଂଲିଶରେ ପାଣି କାଚ ବୋଲି ମଧ୍ୟ ତାକୁ କୁହାଯାଏ। କବିତାଟି ପଢ଼ିବା। ଚନ୍ଦ୍ରମା ଚାହିଁଛି ତାର ଅଧା ମେଲା ଦରଜା ଫାଙ୍କରେ, କାଳେ କିଏ ଆସୁଥିବ ଡରି ଡରି ଆଗ ପଛ ଲକ୍ଷ୍ୟ କରି କରି। ସନ୍ଧ୍ୟା ଲୋକେ ଝାପସାଇ ବସ୍ତି ପଥେ ରାତିକର ରହଣି ଆଶାରେ, ଫଲକ ପାତରେ ମାପି ତାହା ପରି ଅଗଣିତ ନାରୀ ପକେଟର ପଇସାକୁ ଉଚ୍ଚତମ ମାନଦଣ୍ଡ ଧରି, କାଳେ କିଏ ଡାକୁଥିବ ତାକୁ ତୀବ୍ର ଭୋକ ଆଉ ଭୟର ଭାଷାରେ, କାଳେ କିଏ କହୁଥିବ ଥାନ ଦିଅ ମୋତେ ତମ ରାତି ଲାଗି ତମରି ବସାରେ। ଥାନ ଦିଅ ତମେ ରାତି ଲାଗି ତମରି ବସାରେ। ଦ୍ୱିତୀୟ ଷ୍ଟାଞ୍ଜାରେ ଅଛି, ଚନ୍ଦ୍ରମା କମାୟବତୀ କାଚଭଙ୍ଗା କଳା ଲଣ୍ଠନରେ। ଚନ୍ଦ୍ରମା କମାୟବତୀ କାଚଭଙ୍ଗା କଳା ଲଣ୍ଠନର, ଇସ୍ପାତର ଧାର ପରି ଦୃଷ୍ଟିକୁ ସେ ମାଜି ବସେ ଅନ୍ଧାରର ପ୍ରଶସ୍ତ ଶିଳାରେ। ମୂର୍ଦ୍ଧନାରେ ଜିଭ ଚାପି ଚୁ ଚୁ କରେ, ଡାକେ ପୁଣି ଆନନ୍ଦ ଗଳାରେ। ନଡ଼ିଆ ତେଲରେ ଗୋଳି କର୍ପୂର ସେ ଯତନରେ ସାଜିଛି କବରୀ। ପ୍ଲାଷ୍ଟିକର ଚିରଣୀରେ ପୋଛିଏ ଅମାନିଆ ଚୂର୍ଣ୍ଣ କୁନ୍ତଳକୁ, ରୁଣୁଝୁଣୁ କରି ଚୁଡ଼ି ହାତ ଆଉ ବାହା ଦୋହଲାଇ, ସତେବା କହୁଛି ଚନ୍ଦ୍ରା ବେହେରାଣୀ ମରି ନାହିଁ। ସେ ଜିଇଛି ଏଇ ଘରେ ନୁଆଣିଆ ବତାରୁଅ ତଳେ, ସେ ଜିଇଛି ଭଙ୍ଗା ଖପରରେ ଛାଉଣି କୁଟିରେ। ରାତିରେ ଖାଟେଣି ପରେ ସହରର କୋହଳ ସକାଳେ, ଦିହର ଦରଜ ମାରେ ଶୁଣ୍ଠି ଆଉ ଗରମ ପାଣିରେ। ସେ କିଏ ଆସିଛି ପଶି ଶ୍ୱାସରୁଦ୍ଧ ହୋଇ ତାର ବରେ, ଚମକି ଝୁଣ୍ଟିଛି ତାର ଅଳ୍ପ ଉଚ୍ଚ ଦୁଆର ବନ୍ଧକୁ। ହରିକେନ ବତି ତେଜି ଖିଲ ଖିଲ ହସିଲା ଚନ୍ଦ୍ରମା, ଥିର ଯାଅ ବାବୁ ନୂଆ ବୋଲି ହୁଡ଼ିଲ ଏ ଘରେ। 2-3 ଥର ପରେ ମୁଁ ତୁମର ପାଶୋରି ଯିବିନି, ଯେତେବେଳେ ଆସୁଥିଲେ ଡାକୁଥିବ ଘରେ ଅଛୁ ଚନ୍ଦ୍ରା ବେହେରାଣୀ। ଯେମିତି ନିବୃତ ଏ ଗଡ଼ଜାତି ଅରଣ୍ୟ ଭିତରେ, ଦୀର୍ଘକାୟ ଅଜଗର ଖସି ଖସି ଓସ୍ତ ଗଛ ଡାଳୁ ଧୀରେ ଧୀରେ ଘେରିଗଲା ଅସହାୟ ମିରିଗ ଛୁଆକୁ। ଚକ୍ରାକୃତି ହୋଇ ତାର ଚୁରି ଦେଲା ଅସ୍ଥି ଆଉ ହାଡ଼, ଉଦରସ୍ଥ କରି ଶବ ଆରମ୍ଭିଲା ସୁଦୀର୍ଘ ପହୁଡ଼। ଅଶ୍ଳେଷରେ ହରିକାଠେ ଚନ୍ଦ୍ରମାର ଅନୁଭୂତି ମଲା, ଝାଡ଼ର ଗନ୍ଧରେ ହେଲା ଲୁପ୍ତ ତାର ସକଳ ଚେତନା। ଚୁମ୍ବନର ଚାବୁକରେ ଗାଲା ଓ ଛାତିରୁ ଜୀବନ, କୃପନର ଧନ ପରି ଅନ୍ଧାରର ସିନ୍ଧୁକେ ଲୁଚିଲା। କିନ୍ତୁ ଏ ଅନ୍ଧାରେ ପୁଣି ରୁଣୁଝୁଣୁ ହେଲା ତାର କାଚ, ରୁଣୁଝୁଣୁ ହେଲା କାଚ ଆଉ ଅତୀତରୁ ଓଟାରି ଆଲୋକ। ରୁଗ୍ନ ଆଉ ଧନହୀନ ଗିରସ୍ତର ସକଳ ସୁହାଗ, ସେ ଯେମିତି ଧରିଥିଲା ଆଦରରେ ନୀଳଶିରା ଯୁକ୍ତ ହାତେ ଚନ୍ଦ୍ରମାର କଅଁଳ ଚିବୁକ। ସେ ଯେମିତି କହୁଥିଲା ଥରି ଥରି ଲୁହ ପୋଛି ଏଇ ଘରେ ପଡ଼ି, ସେବତୀ ପରି ତୋ ଦିହ ଦିନୁ ଦିନ ଯାଉଅଛି ସଢ଼ି। ସେ ଯେମିତି ଖୋସା ତାର ହୁଗୁଳାଇ କେରା କେରା ବାଳର ଗହଳେ, ହାତ ଚାଳି ରଡ଼ୁଥିଲା ଦୁଧଖିଆ ଛୁଆ ପରି ଓଠ ଚାପି ଚାପି କହୁଥିଲା, ପଦେ କଥା ରଖିବୁ କି କିଛି ଭାବିବୁନି। ମୋ ଛାତି ଛୁଇଁ କହ, ମୁଁ ଯଦି ମରିବି କେବେ ତୁ କାହାକୁ ଦ୍ୱିତୀୟ ହବୁନି। ତତେ ନେଇ ଆଉ କାହା ସାଥେ ମୋର ହେବା ଭାଗୁଆଳ, ଦିହର ଜୀବନି ଜମା କେତେ ଲୋକେ ଥିଲେ ବି ମୋର। ମୁଁ ତତେ ପାଇଛି କେତେ ଭଲ ତାହା ଜାଣିଛି କେବଳ, ଆକାଶ ଉପରେ ଦିନ ରାତି ଘଟଣ ଯାହାର। ଭାଙ୍ଗୁ ଏଇ ଚୁଡ଼ି ମୋର ଲିଭୁ ମୋର ମଥାରୁ ସିନ୍ଦୁର, ଜଳୁ ଏଇ ପେଟ ଯାର ଭୋକେ ମୁହିଁ ବସିଲି ବାଟରେ। ଫାଟନ୍ତା ହେଲେ ଭୁଇଁ ତା ଭିତରେ ପଶି ମୁଁ କହନ୍ତି, ମତେ ତମେ କ୍ଷମା ଦିଅ ମୁଁ ନିଜକୁ ବିକିଛି ହାଟରେ। ବିଶ୍ୱାସ ଓ ପ୍ରଣୟର ପ୍ରତୀକ ଏ କାଚ କେତେ ପଟ, ପ୍ରତ୍ୟେକ ରାତିରେ କଲେ ନିଲାମ ମୁଁ ନୂତନ ଗ୍ରାହକେ। ଦାମ ଦିଆ ଚାଟୁ କଥା କହି କହି ନିଜକୁ ଠକିଛି, ମଦ୍ୟାସକ୍ତ କାମୁକର ଆଖିରେ ଓ ଦେହର ତାତିରେ।
ରୂପବତୀ ସୁହାଗିନୀ ଚନ୍ଦ୍ରମା ବି ଅଦ୍ୟାପି ଜିଇଛି। ଏଇ ଆତ୍ମପ୍ରବଞ୍ଚନା ଆପଣାକୁ ଆପେ ମିଛ କୁହା ଯୌବନର ବହୁ ବର୍ଷ ପରେ ମୋତେ ଆଜି ଯାଏଁ ଜିଆଇ ରଖିଲା। ଫମ୍ପା ମୋର ଜୀବନର ବେଲୁନରେ ପବନ ପୁରାଇ ସ୍ଫୋରଣର ପ୍ରତିପାଦେ ମୁବାରକ ଜଣାଇ ଜଣାଇ ଛୁଞ୍ଚିର ଆଘାତ ଆଜି ପରିଶେଷେ ଭୂତଳେ ଲୋଟିଲା। ବାସ୍ତବତା ବହୁମୁଖୀ, ନିଜେ ସିଏ ତାହାର ନମୁନା ମୂର୍ତ୍ତି କିଏ ବାଛି ବସ ସମୁଦାୟ ଗୋଷ୍ଠୀ ପାଇଁ ଗୋଟିଏ ପ୍ରତୀକ ବନ୍ଦ କର ହେ ପଣ୍ଡିତ। ପାଟ ଯଥା ପଦବୀ ବା ବାହାବା ଆଶାରେ ପ୍ରତିନିଧି ବାଛିବାରୁ କ୍ଷାନ୍ତ ହୁଅ ଅସାଧୁ ଗଣକ। ହାରାହାରି କଷି ତମେ ନକ୍ସା ଓ ମାପଚୁପ କାଟି ଜଟିଳ ଘଟଣାମୟ ଜୀବନର ସୂତ୍ର ଏକ ଭାବୁଛ କି ଆବିଷ୍କାର କରି କ୍ଷୁଦ୍ରତର ବସ୍ତୁ କିଛି ରଖିଯିବ ବୃହତ୍ତର ସମ୍ପ୍ରଦାୟ ପରି। କେହି ନୁହେଁ କାହା ପରି କମଳାର ଚମ୍ପାର ଓ ମୋର ବ୍ୟବସାୟ ଏକା ସିନା, କେତେ ବେଶୀ ଆମର ତଫାତ, କେତେ ବେଶୀ ପରସ୍ପର ସହ ଦ୍ୱନ୍ଦ୍ୱ, ଘୃଣା ଓ ଶକ୍ତ ଶତ୍ରୁ ଭାବ। ଚୁଡ଼ି ମୋର କେଉଁ ପରି ମୃତ ଏକ ସ୍ୱାମୀ ଲାଗି ପ୍ରତିଦିନ ହାଜିରା ପକାଇ କହିବ ରହିଛି ସିଏ ପୂର୍ବ ପରି, ରହିଛି ସେ ମୋ ଭିତରେ ଜୀବନର ଚକ୍ର ଘୁରେ ଘୂର୍ଣ୍ଣରେ ପେଶି ହୁଏ ହୃଦୟ ଓ ବିବେକ ଆଦର୍ଶ। ଯିବାଟା ବୋଧହୁଏ ଜୀବନର ସବୁଠାରୁ ଶେଷ, ତାଠାରୁ ବି ସତବୋଧେ ଆଦର୍ଶର ହତ୍ୟା ଆଉ ବିବେକର ମୃତ୍ୟୁର କାହାଣୀ। ସେଥିପାଇଁ ଗ୍ଲାନି କିମ୍ପା ଏ ଗ୍ଲାନିର ପରିଣାମ ଖାଲି ତିଳେ ତିଳେ ଅନ୍ତର୍ଦାହ। ସାବଧାନ ଚନ୍ଦ୍ରା ବେହେରାଣୀ। ତ ଇଏ ଥିଲା ଗୋଟେ ମର୍ମସ୍ପର୍ଶୀ କବିତା ଚନ୍ଦ୍ରା ବେହେରାଣୀ, ଯୋଉଟାକୁ ଲେଖିଥିଲେ ରମାକାନ୍ତ ରଥ। ସାରାଂଶ କବିତାର ଏଇଆ ରହୁଛି। ତ ଚନ୍ଦ୍ରା ବେହେରାଣୀ ଜଣେ ନାରୀ, ଯିଏ ତାର ଅଧାମେଲା ଦରଜା ଫାଙ୍କରେ ଚାହିଁ ରୁହେ କାଳେ କିଏ ଆସୁଥିବ ଡରି ଡରି ତାର ଏଇ ବସ୍ତି ଭିତରକୁ। ଓକେ, ଆଉ କହୁଥିବ ଗୋଟିଏ ରାତି ଲାଗି ତମ ବସାରେ ମତେ ଥାନ ଦିଅ। ଚନ୍ଦ୍ରା ବେହେରାଣୀ ପ୍ରତିଦିନ ରାତିରେ ତାର ଯୋଉ ଘରେ ଲଣ୍ଠନ ରଖିଛି, ଯୋଉ ଲଣ୍ଠନର କାଚ ପୁରା ଖୋଳା ସଫା ନାହିଁ, ଆଉ ହାଲକା ଇସ୍ପାତର ଧାର ପରି ଜଳୁଛି ଲାଇଟ୍ ଆଲୁଅ ଟିକେ, ତା ଭିତରେ ଜିଉଛି। ଆଉ ପ୍ରତିଦିନ ରାତିରେ ଜିଭକୁ ଚୁ ଚୁ କରି ଡାକୁଛି ମିଠା ଗଳାରେ। ଓକେ, ମିଠା ଗଳାରେ ଡାକୁଛି ତାର ଗ୍ରାହକ ମାନଙ୍କୁ। ଆଉ କର୍ପୂର ଗନ୍ଧ କର୍ପୂରକୁ ନଡ଼ିଆ ତେଲରେ ଗୋଳିକି ସାଜିଛି କବରୀ, ଯତ୍ନରେ ସାଜିଛି କବରୀ। ତା ବାଳକୁ ସଜେଇଛି ପ୍ଲାଷ୍ଟିକର ଚିରଣୀରେ, ପ୍ଲାଷ୍ଟିକ ପାନିଆରେ ତା ଚୂର୍ଣ୍ଣ କୁନ୍ତଳକୁ ମାନେ ବାଳକୁ ସଜେଇଛି। ହାତରେ ତାର ଚୁଡ଼ି ପିନ୍ଧି ରୁଣୁ ଝୁଣୁ କରି କହୁଛି ନା ଚନ୍ଦ୍ର ବେହେରାଣୀ ଆଜି ବି ମରି ନାହିଁ, ଆଉ ଗ୍ରାହକଙ୍କୁ ଚୁ ଚୁ କରି ଡାକୁଛି। ସେଇ ନୁଆଣିଆ ବତା ରୁହ ତଳେ, ନୁଆଣିଆ ଚାଳ ଘର ବତା, ବାଉଁଶକୁ ଚିରିଦେଲେ ବତା ହୁଏ। ବତା ରୁହ ତଳେ ସେ ଜିଇଛି ସେଇ ଛାଉଣି କୁଟୀରରେ। ରାତିରେ ଖାଟେଣୀ ମାନେ ଯୋଉ ଆମେ ଖଟିଆ ବୋଲି କହୁଛେ, ଖାଟେଣୀ ଉପରେ ଓକେ ସେ ନିଜକୁ ସଜଉଛି ଗ୍ରାହକ ମାନଙ୍କ ପାଇଁ। ଆଉ ତା ଦେହର ଦରଜକୁ ତା ପରଦିନ ସକାଳେ ଗରମ ପାଣି ଆଉ ଶୁଣ୍ଠି ପିଇକି କମ କରୁଛି ମେଡିସିନ ହିସାବରେ। ତାକୁ ତବତ ବୋଲି କୁହାଯାଏ ମଧ୍ୟ। ରାଇଟ୍। ତାମାନେ ସିମ୍ପଲ କଥା। ଏଠି କବିତାର ସାରାଂଶ ଏଇଆ ହଉଛି, ଚନ୍ଦ୍ରା ବେହେରାଣୀ ଗୋଟେ ସାଧାରଣ ଗରିବ ଘର ସ୍ତ୍ରୀ ଲୋକଟିଏ। ଓକେ, ଜୀବନରେ ସଂଘର୍ଷ କରିଛି ସ୍ୱାମୀ ସହିତ ମିଶିକି। ରାଇଟ୍। କିନ୍ତୁ ସ୍ୱାମୀ ତାର ଶେଷରେ ରୋଗାକ୍ରାନ୍ତ ହେଇଯାଇଛି। ଓକେ, ରୋଗାକ୍ରାନ୍ତ ହେଇଯାଇଛି। ସେ ଲେଖି ଦେଇଛନ୍ତି ତାର ଅତୀତ କଥା କହୁ, ଧନହୀନ ଗିରସ୍ତ, ତା ସ୍ୱାମୀର ଧନ ନଥିଲା। ଓକେ, ଆଉ ତାର ବହୁତ ପତଳା ହାତ ହେଇଯାଇଥିଲା, ନୀଳ ଶିରା ଯୁକ୍ତ ହାତ ତାର ହେଇଯାଇଥିଲା। ସେ ଲାଷ୍ଟ ଟାଇମ ଯେତେବେଳେ ମୃତ୍ୟୁ ଶଯ୍ୟାରେ ପଡ଼ିଥିଲା, ସେବତୀ ଫୁଲ ପରି ସଢ଼ି ସଢ଼ି ଯାଉଥିଲା ଦିନକୁ ଦିନ। ସେତେବେଳେ ସିଏ କହୁଥିଲା, ଓକେ, ଦୁଧଖିଆ ଛୁଆ ପରି, ଗୋଟେ କ୍ଷୀର ଖିଆ ଛୋଟ କୁନି ଛୁଆ ପରି ସେ ତା ସ୍ତ୍ରୀ କହିଥିଲା, ଗୋଟେ କଥା ପଦେ ମୋର ରଖିବୁ, ମୋ ଛାତି ଛୁଇଁ କହ, ମୁଁ ମରିଗଲା ପରେ ତୁ କାହାକୁ ଦ୍ୱିତୀୟ ହବୁନି ବା କାହାକୁ ଆଉ ଥରେ ବାହା ହବୁନି। କିନ୍ତୁ ଚନ୍ଦ୍ରା ବେହେରାଣୀ ଏଇଠି ତା ସ୍ୱାମୀ ମରିବା ପରେ ସିଏ ଚେଷ୍ଟା ଦେଖିଛି ଯେ ଜୀବନରେ ଆଉ କିଛି ସତ ନାହିଁ। ଓକେ, ନିଜ ଆତ୍ମାକୁ ପ୍ରବଞ୍ଚନା ଦେଇଛି, ନିଜକୁ ସୁହାଗିନୀ ସଜେଇଛି। ଜାଣିଛି ଆଉ କିଛି ନାହିଁ ଦୁନିଆରେ କେବଳ ଗୋଟିଏ ଜିନିଷ, ସେ ହଉଛି କଣ, ତମକୁ ବଞ୍ଚିବାର ଅଛି। ଓକେ, ଜୀବନର ଚକ୍ର ବୁଲୁଥିବ, ତା ଭିତରେ ତମ ହୃଦୟ, ତମ ବିବେକ, ତମ ଆଦର୍ଶ ସବୁ ଡୁବିଯିବ। କିନ୍ତୁ ସବୁଠାରୁ ଗୋଟିଏ ସତ ହଉଛି କଣ, ରାଇଟ୍, ତମକୁ ବଞ୍ଚିବାର ଅଛି ଦୁନିଆରେ। ତ ସେଇଥିଲାଗି ଚନ୍ଦ୍ରା ବେହେରାଣୀ ପ୍ରତିଦିନ ରାତିରେ ନିଜକୁ ସଧବା ପରି ସଜେଇଛି, ବାଳକୁ ସଜେଇଛି, ବାଳରେ କର୍ପୂର ବୋଳା ନଡ଼ିଆ ତେଲ ମାରିଛି, ନିଜକୁ ପାନିଆରେ ବାଳ ସଜେଇଛି। ରାଇଟ୍, ଚୁଡ଼ି ପିନ୍ଧିଛି, ଆଉ ପ୍ରତିଦିନ ନିଜକୁ ସଜେଇଛି ଆଉ ଜଣେ ଗ୍ରାହକ ପାଇଁକି। ତଥାପି ଚନ୍ଦ୍ରା ବେହେରାଣୀ ମରି ନାହିଁ, ଜୀବନ ସହିତ ଷ୍ଟ୍ରଗଲ କରୁଛି, ନିଜର ହୃଦୟ, ବିବେକ, ଆଦର୍ଶ ସବୁକୁ ବଳି ଦେଇକି। ତ ଇଏ ହଉଛି ସାଧାରଣ ଗୋଟେ ସ୍ତ୍ରୀ ଲୋକ,
ଯେ ନିଜ ସ୍ୱାମୀକୁ ବହୁତ ଭଲ ପାଉଛି ଆଣ୍ଡ ସ୍ୱାମୀର ମୃତ୍ୟୁ ପରେ ବାଧ୍ୟ ହେଇକି ଜୀବନ ଯିବା ପାଇଁ ନିଜର ହୃଦୟ ବିବେକ ଆଉ ଆଦର୍ଶକୁ ବଳି ଦେଇକି ପ୍ରତିଦିନ ରାତିରେ ବିଧବା ହେଲେ ବି ପ୍ରତିଦିନ ରାତିରେ ସଧବା ହେର ଅଭିନୟ କରୁଛି ଗ୍ରାହକମାନଙ୍କ ପାଇଁ ରାଇଟ୍। ତ ଇଏ ହେଉଛି ସାରାଂଶ ଏ କବିତାର। ଆଉ ମୁଁ ଦେଇଦେବି ଆମର ହ୍ୱାଟ୍ସଆପ୍ର ଗ୍ରୁପରେ ଆପଣଙ୍କୁ ଏଇ କବିତାର ସାରାଂଶ, କବିତାଟି ଦେଇଦେବି ତାର ସାରାଂଶ ବି ଦେଇଦେବି, ତ ଆପଣମାନେ ତାକୁ ଦେଖିପାରିବେ ରାଇଟ୍। ସାରାଂଶ ସେ ଜିନିଷ କହିଲି ଆକି ଆମର ଲେଖିଛନ୍ତି କିଏ? ରମାକାନ୍ତ ରଥ ଲେଖିଛନ୍ତି। ଆଉ ରମାକାନ୍ତ ରଥଙ୍କ ବିଷୟରେ ଡିଟେଲ୍ସ ଯଦି ଦେଖିବା, ରମାକାନ୍ତ ରଥ 1935 ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଓକେ, ଶ୍ରୀରାଧା ତାଙ୍କର ଗୋଟେ ବେଷ୍ଟ ସୃଷ୍ଟି ରାଇଟ୍। ଶ୍ରୀରାଧା, ସପ୍ତମ ଋତୁ, କେତେକ ଦିନ, ଅନେକ କୋଠରୀ, ସନ୍ଦିଗ୍ଧ ମୃଗୟା ଏମିତି। ଓକେ, ଆଉ ଏ କବିତାଟି 1955 ମସିହାରେ ଝଙ୍କାର, ଓକେ, ଝଙ୍କାର ପତ୍ରିକାରେ ପ୍ରକାଶ ପାଇଥିଲା। 1955 ମସିହାରେ ଝଙ୍କାରରେ ପ୍ରକାଶ ପାଇଥିଲା। ଝଙ୍କାର ଯୋଉଟା ଆମର ସମାଜରୁ ପବ୍ଲିଶ ପାଉଛି। ଓକେ, ତ କବି ତାଙ୍କର ସେତେବେଳେ ତାଙ୍କର ଯୋଉ ଭାବଧାରା ବେଦନା ବୋଧକୁ ସାର୍ଥକ କରିଛନ୍ତି ଏ କବିତାରେ। ଜଣେ ନାରୀର କଷ୍ଟକୁ ଏଇଠି ସେ ଦେଖିକି ତାକୁ କବିତାର ଛାତିରେ ଉତାରିଛନ୍ତି। ବହୁତ ଉଚିତ କାର୍ଯ୍ୟକୌଶଳ ବୋଲି ଆମେ କହିପାରିବା ରାଇଟ୍। ତାଙ୍କର ବିଷୟରେ ମୁଁ ଦେଇଦେବି, ତାକୁ ପଢ଼ି ନେବେ। ଇଏ ଥିଲା କବିତାର ସାରାଂଶ। କବିତାର ବ୍ୟାଖ୍ୟା ମଧ୍ୟ ଦେଇଛି ଚନ୍ଦ୍ରା ବେହେରାଣୀ କେମିତି କରୁଛି। ଇସ୍ପାତ ଧାର ପରି ଦୃଷ୍ଟିକୁ ସେ ମାଜି ବସେ ଅନ୍ଧାରର ପ୍ରଶସ୍ତ ଶିଳାରେ। ଚନ୍ଦ୍ରମା ପ୍ରତିଦିନ ରାତିରେ କ'ଣ କରୁଛି? ଲଣ୍ଠନକୁ ତେଜୁଛି ଯେ, କିନ୍ତୁ ଲଣ୍ଠନର କାଚ ସଫା ନାହିଁ, ଯୋଉଟାକି ଦେଖାଉଛି ତା ଜୀବନର ଗୋଟେ ରୂପରେଖ ରାଇଟ୍। ମତେ ଭଲ ଲାଗେ ସଦାବେଳେ ରମାକାନ୍ତ ରଥଙ୍କ କବିତା। ମତେ ବି ଲଣ୍ଠନ ବୋଲି ତାଙ୍କର ଆଉ ଗୋଟେ କବିତା ଥିଲା, ଯଦି ଯିଏ ପଢ଼ିଥିବ ମୁଁ ପଢ଼ିଛି ଲଣ୍ଠନ। ସେ ଗୋଟେ ସାଧାରଣ ମଣିଷର ଜୀବନ କାହାଣୀ ଥିଲା ଯେ ମୁଁ ଜଳୁଛି ତୀବ୍ର ଦରଜରେ, ମିଡିମମ୍ ଧୋତି ଆଉ ଇସ୍ତ୍ରୀ କରା ଅଧା କାମିଜରେ। ତ ପଢ଼ିପାରିବ। ଚାଲନ୍ତୁ ସାରାଂଶ ଆପଣ ପଢ଼ି ନେବେ। କିଛି MCQ ୟାର ଡିସ୍କସ୍ କରିଦେବା। 15-16ଟା MCQ ୟାର ବାହାରିବ ରାଇଟ୍। ଏଇଭଳି କିଛି MCQ ମଧ୍ୟ ଆସେ। ମେଟେରିଆଲଟା ପଠେଇଦେବି, ଦେଖିଦେଇପାରିବେ। ଚନ୍ଦ୍ରମାର ଚୁଡ଼ି କବିତାର କବି କିଏ? ବହୁତ ସିମ୍ପଲ, ଆମେ ଆଲୋଚନା ବର୍ତ୍ତମାନ କଲେ କିଏ? ରମାକାନ୍ତ ରଥ ରାଇଟ୍। ଚନ୍ଦ୍ରମାର ଚୁଡ଼ି କେଉଁ କବିତା ସଂକଳନରୁ ଆସିଛି? ମନେ ରଖନ୍ତୁ, ଚନ୍ଦ୍ରମାର ଚୁଡ଼ି ହେଉଛି କେତେ ଦିନର ବୋଲି ଗୋଟେ କବିତା ସଂକଳନ ତାଙ୍କର ଥିଲା, ସେଇଥିରୁ ଆସିଛି। ଚନ୍ଦ୍ରମାର ପୁରା ନାଁଟି କ'ଣ? ସେ ଥିଲା ଚନ୍ଦ୍ରା ବେହେରାଣୀ। ଡାକ ନାଁ ହେଉଛି ଚନ୍ଦ୍ରମା, ତାର କବି ତାକୁ ଲେଖିଛନ୍ତି, ବଟ୍ ତାର ପୁରା ନାଁ ହେଉଛି ଚନ୍ଦ୍ରା ବେହେରାଣୀ। ଚନ୍ଦ୍ରମାର ଚୁଡ଼ି କବିତାଟି କେବେ ପ୍ରକାଶ ପାଇଥିଲା? ମନେ ରଖନ୍ତୁ, 1955 ଆଉ ଝଙ୍କାରରେ ପ୍ରକାଶ ପାଇଥିଲା। ଚନ୍ଦ୍ରା କାହାକୁ ବିଚ୍ ବଜାରରେ ନିଲାମ କରିଛି? ତାର ଧବଳ ସତୀତ୍ୱ ଲେଖା ହେଇଛି କବିତାରେ, ତାର ଧବଳ ସତୀତ୍ୱ ରାଇଟ୍। ନଡ଼ିଆ ତେଲରେ ଚନ୍ଦ୍ରା କ'ଣ ଗୋଳିଥାଏ? କର୍ପୂର ଗୋଳିକି ସିଏ ନିଜ ମୁଣ୍ଡରେ ଲଗେଇଥାଏ। କେଉଁ ପାନୀୟରେ ଚନ୍ଦ୍ରବେହେଣା ମୁଣ୍ଡ କୁଣ୍ଡାଏ? ଲେଖା ହେଇଛି ପ୍ଲାଷ୍ଟିକ ଚିରିଣୀ। ଚନ୍ଦ୍ରମା କାହାକୁ ଧିକ୍କାର କରେ? ଓକେ, ତାର ଚୁଡ଼ି ସିନ୍ଦୁରକୁ ସଦାବେଳେ ଧିକ୍କାର କରିଛି। ସ୍ୱାମୀର କଥାକୁ ସେ ରଖିପାରୁନି, ବାରମ୍ବାର ତାକୁ ପିନ୍ଧିଛି ବୋଲି। କେଉଁ ବତୀ ତେଜି ଚନ୍ଦ୍ରମା ଖିଲି ଖିଲି ହସିଲା? ହାର୍କିନ୍ ତାକୁ ଲଣ୍ଠନ, ଯୋଉଟାକୁ ଆମେ ଲଣ୍ଠନ କହୁଛେ, ତାହା 70 ମସିହା ତାକୁ ହାର୍କିନ୍ ବୋଲି କୁହାଯାଉଥିଲା। ଓକେ, କିରୋସିନ ପକାଯାଉଥିବା ଲଣ୍ଠନ, ସେଇଥିରୁ ଲଣ୍ଠନ କବିତା ମୁଁ କହିଲି। ଓକେ, 10 ନମ୍ବର, ଚନ୍ଦ୍ରମା କେଉଁଠି ରହୁଥିଲା? ଚନ୍ଦ୍ରମା ଟିଣ ଘରେ ରହୁଥିଲା। ଓକେ, ରୁଅ ପକା ଟିଣ ଘରେ ଥିଲା। ଏଇ ଦେଖିଦେବା, ଟିଣ ଘର ନୂଆଣିଆ ଚାଳ ଘର। ନୂଆଣିଆ ଚାଳ ଘରେ ବୋଧେ, ଏଇଟା ଦେଖିଦେବା, କବିତାରେ ଜଣା ପଡ଼ିଯିବ। ଟିକେ ଡାଉଟ ଲାଗିଲାଣି, ଏଇଟା ଟିଣ ଘର। ଦେଖିଦେଲେ ଠିକ ହବ। ନୂଆଣିଆ ବତାରୁଅ ତଳେ ଜିଇଛି ଭଙ୍ଗା ଘରେ ଛାଉଣି କୁଟିରେ। ତାହେଲେ ଟିଣ ଘର ନୁହଁ, ଏଟା କ'ଣ ହବ ଆପଣଙ୍କର? এটা হବ ନୂଆଣିଆ ଛାଉଣି କୁଟିରେ। କିଏ ଦେହର ଭୋକ ମେଣ୍ଟେଇବା ପାଇଁ ଦେହକୁ ସଜାଏ? ଆଉ କିଏ? ଆମର ନାୟିକା, କାବ୍ୟର ନାୟିକା ଚନ୍ଦ୍ରା ବେହେରାଣୀ। କାହା ପାଖକୁ ଗ୍ରାହକ ଆସିଥାନ୍ତି? ସେମ୍ ଚନ୍ଦ୍ରା ବେହେରାଣୀ, 12 ଟାଇମ୍ ସେମ୍।
এই 15-20 ଲେଖା MCQ ବାହାରେ ତାକୁ ପଢିଦେଲେ ହିଁ ତା ଭିତରୁ କ୍ୱେଶ୍ଚିନ୍ ପଳେଇ ଆସେ। ଚାଲ 13 ନମ୍ବର ଯିବା। ଦୀର୍ଘ ଅଜଗର ଓହ୍ଲାଇ ଆସି କାହାକୁ ମାଡ଼ି ବସେ। ଦେଖ ଏଠି ଗ୍ରାହକ ମାନଙ୍କୁ କଷ୍ଟମର, ଯୋଉମାନେ କଷ୍ଟମର ବା ତାର ଯୋଉମାନେ ଗ୍ରାହକ, ଚନ୍ଦ୍ରା ବେହେରାଣୀ ଗୋଟେ ବେଶ୍ୟାବୃତ୍ତି କରୁଥିବା ସ୍ତ୍ରୀ ଲୋକଟେ ପାଲଟି ଯାଇଛି। ତ ସିଏ କହୁଛି ସିଏ ହଉଛି ଜଣେ ମୃଗ ଛୁଆ ଆଉ ଅଜଗର ପାଳି ତାର ଗ୍ରାହକ। ତ ଏଠି ମୃଗ ଛୁଆଙ୍କୁ ଅଜଗର ମାଡ଼ି ବସେ। ରାଇଟ୍। ଚନ୍ଦ୍ରମା କୋଉଥିରେ ମୁଣ୍ଡ କୁଣ୍ଡାଏ? ଆମେ ଜାଣିଲ ପ୍ଲାଷ୍ଟିକ ଚିରିଣୀରେ। ଗ୍ରାହକ କାହା ପାଖକୁ ଆସନ୍ତି? ଚନ୍ଦ୍ରା ବେହେରାଣୀ ପାଖକୁ। ଦୀର୍ଘମୟ ଅଜଗର କୋଉଠାରୁ ଆସିଥିଲା? ସିଧା ଘର ଆଗରେ ଥିବା ଓସ୍ତ ଗଛକୁ ଦେଖୁଛି। ତା ଭିତରେ ଯେମିତି ଅଜଗରଟି ଓହ୍ଲେଇ ଆସିକି ମୃଗ ଛୁଆମାନଙ୍କୁ ମୋଡ଼ି କୋଡ଼ି ଖାଇ ଦେଉଛି, ହାଡ଼ ଭାଙ୍ଗି ଦେଉଛି, ସେଇ ଟାଇପ୍ର ସେ ନିଜକୁ ତୁଳନା କରୁଛି କଷ୍ଟମର ମାନଙ୍କ, ତା ଗ୍ରାହକ ମାନଙ୍କ ସାମ୍ନାରେ। କିଏ ଅସହାୟ ମୃଗକୁ ମାଡ଼ି ବସିଥିଲା? ଅଜଗର। ପୁରୁଷର ଶପଥ କଥା କିଏ ଭୁଲିଯାଏ? ଚନ୍ଦ୍ରା ବେହେରାଣୀ ହିଁ ଭୁଲି ଯାଇଛି। ତା ପୁରୁଷର ଶପଥ କଥା ଭୁଲି ଯାଇକି ତା ବିବେକ ବୁଦ୍ଧି ଏସବୁକୁ ସେ ବିକି ଦେଇଛି। ତ ଇଏ ଥିଲା କିଛି MCQ। 15-20 ଲେଖା MCQ ପ୍ରତି କାବ୍ୟର ଆସେ, ତା ଭିତରେ ଗୋଟେ ଦିଟା ପଡେ। ତ ଇଏ ଆମେ ଦେଖିଲେ କବିତା ଚନ୍ଦ୍ରମାର ଚୁଡ଼ି, ଯାହାକୁ ଲେଖିଥିଲେ କିଏ? ରମାକାନ୍ତ ରଥ ଦ ଲିଜେଣ୍ଡ। ତ ମ୍ୟାଟେରିଆଲ ସେୟାର କରିଦେବି, ତାକୁ ପଢି ନେବେ। କବିତାକୁ ଥରେ ଥରେ ଭଲରେ ପଢିଦେଲା ପରେ, ତାକୁ ବାଖ୍ୟାଟାକୁ ଥରେ ପଢିଦେଲା ପରେ, MCQ ଥରେ ଥରେ ପଢିଦେଲା ପରେ ରେଡି। ରାଇଟ୍। ଚलो, थैंक यू सो मच। हैप्पी लर्निंग।